नमस्कार। मु डॉक्टर एस सुखदेव मोर चैनल झरका एक्ट्रेस विंडो को आपण मानक स्वागत करुच्ची। एटी मोर हूँ पॉडकास्ट नंबर 11। आसंता काली पड़ुची पूर्ण मकर संक्रांति। सूर्यंकर उत्तरायण गति आरंभ हम। यही प्रसंग रे मु मोर गोटे पॉडकास्ट रखी तार विषय वस्तु हूँ 26 छवि। आउे कही दूँ 26 छवि। ये जो 26 कथा कहूँ यहाँ हूँ 2026 कथा। तेबे ये जो मकर संक्रांति रे सूर्यंकर उत्तरायण हुए यही समय भीष्मकर सरसज्जा भंग होकर से उत्तरायण को अपेक्षा करते परवर्ती समय मृत्यु होती से इच्छा मृत्यु चाहूले। एक शुद्धि समय ये शुद्धि समय रे आम भारत वर्ष रे सारा मु पृथ्वी कथा कही परिबिनी आम भारत वर्षर विभिन्न अंश रे बहु पुण्य काम सब हुए। उत्तर भारत रे आज दिन रे जे गंगा स्नान करिवो ताको महापुण्य मिले बोली कहा जाए। इटा हूँ सूर्यंकर पूजा, सूर्यदेवंकर पूजा। सूर्यद समग्र पृथ्वी सकल शक्तिर आधार। यदि आम जीवंत ठाकुर क्या देखुचे ये सूर्य चंद्र नक्षत्र तारा ये समस्त हूँ जीवंत ठाकुर एवं ये माने आम आखि आगे आत्मजात होती से सूर्यदेवंकर पूजा हुए। तेणु ये गंगा स्नान हुए। पिला माने अति आनंद रे जेहेतु शीत विदाय नब कर्कट क्रांति की जाउचंती सूर्य गुड़ी उड़ा पर्व करती। विभिन्न जगह पिला माने खूब खुशी रे गुड़ी उड़ा पर्व करती। ये आमर ये तो उत्तर भारत बेलू भारत रे होतिबो किंतु दक्षिण भारत कथा आसिले आमे मुख्यतः तमिलनाडु रे देखू तांकर एई दिवस से कहते पोंगल। आंध्र रे करंती तांकर यार ना गोटे अलग टाइप रे कहती तेलुगु रे पेड़ा पांडुगा। कर्नाटक आउ केरल रे से गोटे प्रकार रंगोली पकाती जमी आम दीपावली पकाऊ से कहती कोलाम। एते खुशीर दिन एते शुद्धि दिन सूर्यंकर उत्तरायण गति होची जेपरी अक्षय तृतीया गोटे सब मुहूर्तर खुशीर समय सबु समयटा शुद्धि थाए ये गोटे सेमती शुद्धिर समय। आम ओडिशा रे यही मकर संक्रांति दिन मकर चाउल भोग हुए आमर प्रभु जगन्नाथ मंदिर रे। जेहेतु आम एक कृषि भित्तिक पर्व भाव ग्रहण करूँ यहाँ समस्ते पाती भक्ति भाव पाती। आसाम यही समय को गोटे से कहती माघ बिहू जो नाच जातीय नृत्य गोटे बिहू नाच माघ बिहू से करती। ताले इटी कथा उठुची ये दिवस टाक केते सुंदर भाव पालन करा जाए सारा भारत वर्ष रे। अथच जहा एबेकार कथा आसुची जहा भविष्यत मालिकाकार मान कहले
ଏକ ଭୟଙ୍କର ସମୟ ଆସୁଛି। ଆମେ ସେଥିପ୍ରତି ସଚେତନ ରହିବା କଥା। ଆପଣମାନେ ଜାଣିଥିବେ ଫ୍ରାନ୍ସରେ ବହୁ ବର୍ଷ ପୂର୍ବେ, ହୁଏତ 100 ବର୍ଷରୁ ଉର୍ଦ୍ଧ୍ୱ ହେଇଥିବ, ମୋର ଠିକଣା ଭାବରେ ତାର ଦିନାଙ୍କ କଥା କହିପାରୁନି, ଜଣେ ଥିଲେ ନଷ୍ଟ୍ରାଡମ୍ସ ବୋଲି ଜଣେ ମାଳିକାକାର। ସେତେବେଳେ ସେ ବହୁତ କଥାର ପୂର୍ବାନୁମାନ ଦେଇଛନ୍ତି ଏବଂ ତା ସବୁ ସତ୍ୟ ହେଇଯାଇଛି। ଏପରି କୁହାଯାଏ, ଏହା ଜନଶ୍ରୁତି, ଯେ ସେ ଗୋଟେ ଶିଶୁକୁ ଦେଖିକିରି ସାଷ୍ଟାଙ୍ଗ ପ୍ରଣିପାତ କଲେ। ଜଣେ ବୟସ୍କ ଲୋକ କୌଣସି ସୃଷ୍ଟିକୁ ଶିଶୁକୁ ଦେଖି ଏଭଳି ସାଷ୍ଟାଙ୍ଗ ପ୍ରଣିପାତ ହେବାର କଣ ଲକ୍ଷଣ ଥାଇପାରେ? ତାଙ୍କୁ ପଚରାଗଲା। ସେ ଇଂଲିଶରେ ସେତେବେଳେ କହିଲେ, ତାଙ୍କର ଭାବ ପ୍ରକାଶ କଲେ, ଯାହା ଇଂରାଜୀରେ କୁହାଯାଇ ପାରିବ। ସେ କହିଲେ, ଆଇ ସି ଗ୍ରେଟନେସ୍ ଇନ୍ ହିମ୍। ମୁଁ ତାଙ୍କ ପାଖରେ ତାଙ୍କ ଭିତରେ ମହାନତାର ଦର୍ଶନ କରୁଛି। ସତକୁ ସତ ଭବିଷ୍ୟତରେ ସାରା ବିଶ୍ୱର ଖ୍ରୀଷ୍ଟିଆନ ସମ୍ପ୍ରଦାୟର ସେ ହେଲେ ମହାନ ପୋପ। ତେବେ ସେଇ ମହାଶୟ ମାଳିକାକାର ନଷ୍ଟ୍ରାଡମ୍ସ କହିଛନ୍ତି, ପ୍ରଥମ ବିଶ୍ୱଯୁଦ୍ଧ କେବେ ହବ, ଦ୍ୱିତୀୟ ବିଶ୍ୱଯୁଦ୍ଧ କେବେ ହବ, ପୃଥିବୀର ଏପରିକି ପୃଥିବୀର ଜୀବସତ୍ତା ଲୋପ ପାଇଯିବା ପର୍ଯ୍ୟନ୍ତ ସେ ତାଙ୍କର ପୂର୍ବାନୁମାନ କରି ଯାଇଛନ୍ତି। ଓ ସବୁଠୁ ଉଲ୍ଲେଖର କଥା ଆଜି ପାଇଁ ଏ କଥା ଉଠୁଛି ଯେ ଏଇ 2026 ମସିହାକୁ ଏକ ଭୟଙ୍କର ସନ୍ଧିକ୍ଷଣର ସମୟ ବୋଲି ସେ ବର୍ଣ୍ଣନା କରିଛନ୍ତି। ଏବଂ ସିଏ ତ ଏକା ନାହାନ୍ତି, ତାଙ୍କ ସହିତ ଜଣେ ବୁଲଗେରିଆର ବାବା, ଭେଙ୍ଗା ବାବା ବୋଲି କହୁଛନ୍ତି ତାଙ୍କୁ, ସେ ଜଣେ ନାରୀ, ସେ ମଧ୍ୟ କହିଛନ୍ତି ପୃଥିବୀ ପାଇଁ ଖରାପ ସମୟ ଆସିବ। ଆମେ ଯୋଉ ପ୍ରଥମ ବିଶ୍ୱଯୁଦ୍ଧ, ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ତୃତୀୟ ଯୁଦ୍ଧ କୁ ଆଶା କରିବା ନାହିଁ ବୋଲି ଭାବୁଛେ, କୁଆଡେ ସେମିତି ପ୍ରକାର ଏକ ଅବସ୍ଥା ସୃଷ୍ଟି ହେଇଯିବ। ଏଇ ଯୋଉ ଗୋଟେ କହି ରଖେ ଯେ ବର୍ତ୍ତମାନ ଗୋଟେ ପ୍ରକାର ଅବସ୍ଥା ଆସିଛି, ରୁଷ ଆଉ ଆମେରିକା ଦୁଇଟି ମହାଶକ୍ତି, ସେମାନେ ଦୁଇ ଜଣ ମହାମହୀ ହେଇଗଲେଣି। ଆନ୍ତର୍ଜାତିକ ପରିସ୍ଥିତି ଏପରି ଆସି ପହଞ୍ଚିଲାଣି, ଦୁଇ ଜଣ ମହାମହୀ ହେଇଛନ୍ତି। ତା ପଛକୁ ଚୀନ ରହିଛି, ୟୁରୋପର ଅନ୍ୟାନ୍ୟ ରାଷ୍ଟ୍ରମାନେ ମଧ୍ୟ ତାଙ୍କ ଭିତରେ ଯେମିତି ଦୁଇ ଗୋଷ୍ଠୀ ଏରେ ବିଭକ୍ତ ହେଇକିରି ବିଶ୍ୱଯୁଦ୍ଧ ମାନଙ୍କରେ ସବୁ ଯୁଦ୍ଧ ଚାଲିଥିଲା, ଏ ଠିକ ସେଭଳି ଅବସ୍ଥାକୁ ଚାଲି ଯାଉଛି। ସେମିତି ଅବସ୍ଥା ନହେଲେ ମଧ୍ୟ ଘଟଣାର ଯାହା କ୍ରମ, ସେ ସାଡ଼କୁ ଯିବାର ସମସ୍ତେ ପୂର୍ବାନୁମାନ କଲେଣି। ଦ୍ୱିତୀୟ ବିଶ୍ୱଯୁଦ୍ଧରେ 1945 ଅଗଷ୍ଟ 6ରେ ହିରୋସୀମାରେ ମଣିଷର ପ୍ରଥମ ପରମାଣୁ ବୋମା, ଯାହାର ନାଁ ଦିଆ ହେଇଥିଲା ଦି ଲିଟଲ ବୟ, ତାକୁ ପ୍ରଥମ ପକା ଯାଇଥିଲା। ଯୋଉ ଯୁଦ୍ଧ ଜାହାଜରେ ତାକୁ ନେଇ ପକା ଯାଇଥିଲା, ତାପରେ ଆକାଶ ମାର୍ଗରୁ ତାର ଧ୍ୱଂସ ଲୀଳା ଦେଖିପାରିଥିଲେ ସେତେବେଳେ ଯୋଉ ପାଇଲଟ। ପରବର୍ତ୍ତୀ ସମୟରେ ସେ ତା ପରିବାର ବର୍ଗଙ୍କୁ ସେ କହିଯାଇଛନ୍ତି, ତମେ କୌଣସି ପରିସ୍ଥିତିରେ ବି ଏଭଳି ଅବସ୍ଥାକୁ ଯିବନି, ନା ଏଭଳି ନରସଂହାର କାର୍ଯ୍ୟ କରିବନି, ତାଙ୍କର ପରିବାର ମାନଙ୍କୁ ସେ କହିଯାଇଛନ୍ତି। ତେଣୁ ଏବଂ ଇଏ ତ ହେଲା ଅଗଷ୍ଟ 6ର କଥା। ଅଗଷ୍ଟ 6ରେ ଯେତେବେଳେ ହିରୋସୀମାରେ ଲୋକମାନେ ମରିଯାଉଛନ୍ତି, କିନ୍ତୁ ସେମାନେ ସରେଣ୍ଡର କରୁନାହାନ୍ତି, ନତମସ୍ତକ ହଉନାହାନ୍ତି। ତାଙ୍କର ଦେଶ ଭକ୍ତି ଏତେ ଶକ୍ତିଶାଳୀ ଯେ ସେମାନେ ତାଙ୍କର ମୁଣ୍ଡକୁ ସେ ଝୁଙ୍କଉନାହାନ୍ତି। ଅନ୍ୟ ଦେଶ ମାନେ, ଅନ୍ୟ ଗୋଷ୍ଠୀ ମାନେ ଦେଖିଲେ ଯେ ଇଏ ଗୋଟେ ଏତେ ଛୋଟ ରାଷ୍ଟ୍ର, ତାର ଏତେ ହିମ୍ମତ ଯେ ସେ ଏତେ ବଡ ଘଟଣା ପରେ ମଧ୍ୟ ମୁଣ୍ଡ ନୁଆଇଲା ନାହିଁ। ତେଣୁ ସେମାନଙ୍କର କ୍ରୋଧ ଆହୁରି ପ୍ରକାଶ ହେଲା ଏବଂ ଠିକ ତାର 3 ଦିନ ପରେ ଅଗଷ୍ଟ 9, 1945ରେ ନାଗାସାକି ଉପରେ ତାଙ୍କର ଶେଷ ବୋମା ପ୍ରୟୋଗ କରାଗଲା। ଲକ୍ଷ ଲକ୍ଷ ଲୋକ କ୍ଷଣକ ଭିତରେ ଚାଲିଗଲେ।
ପିଲାଟିଏ ରୁଟି ମାଗୁଛି ତାର ବାପାକୁ, ସେଇ ସମୟରେ ସେ ଦବାକୁ ଚାହୁଁଛି, ଖାଇପାରୁନି, ମରିଯାଉଛି। ଏମିତି ଅନେକ ଘଟଣା ଗୋଟେ ସେକେଣ୍ଡ ଭିତରେ ଘଟିଗଲା। ଧ୍ୱଂସସ୍ତୂପ ହେଇଗଲା ସେ ସହର। ସେ ସହର ଏବେ କୁହାଯାଏ ତାର ଯୋଉ ଜାଗାରେ ସେ ହେଇଥିଲା ସେଇ ମଧ୍ୟ ସେ ମାଟି ମଧ୍ୟ, ପୋଡା ମାଟି ମଧ୍ୟ ଏବେ ବି ରହିଛି। ଏବଂ ପରବର୍ତ୍ତୀ ସମୟରେ ଯୋଉ ଲୋକ ତାର ଝିଅକୁ ଖାଇବାକୁ ଦେଇପାରୁନଥିଲା, ସେ ଯଦି ବଞ୍ଚି ଯାଇଛି କୌଣସି ପ୍ରକାର, ସେ ତାକୁ ଦେଖିଲେ କଥା ତ କହିପାରୁନି, ବା ସେ ଖାଲି କାନ୍ଦି ଉଠେ, ବା ସେଇଭଳି ପରିସ୍ଥିତି ଦେଖିଲେ ସେ କାନ୍ଦି ଉଠେ, ତାର ସେ ସ୍ମରଣ ଆସେ। କିଛି ତା ଦେହରୁ ବଞ୍ଚିଗଲେ ଯୋଉମାନେ ଖୁବ ବିକଳାଙ୍ଗ ହେଇ, ପରବର୍ତ୍ତୀ ସମୟରେ ତାଙ୍କୁ କୁହାଗଲା ହାବାକୁସା, ଜାପାନୀ ଭାଷାରେ, ବା ଅସ୍ପୃଶ୍ୟ। ସେମାନଙ୍କୁ ଆଜିକାଲିର ଶାନ୍ତି ସ୍ଥାପନ କରିବା ପାଇଁ ଯୋଉ ଉଦ୍ୟମ ଚାଲିଛି ସାରା ପୃଥିବୀରେ, ଲୋକମାନଙ୍କୁ ବୁଝିବା ପାଇଁ, ଏଇ ଯୋଉ କିଛି କିଛି ବଞ୍ଚି ଯାଇଛନ୍ତି, ଯାହାକୁ ହାବାକୁସ ବୋଲି କହୁଛନ୍ତି, ହାବାକୁସା ବା ଅସ୍ପୃଶ୍ୟ ତାଙ୍କ ଜାପାନୀ ଭାଷାରେ, ତାଙ୍କୁ ନେଇ ଦେଖାଉଛନ୍ତି ସେ ଗୋଟେ ଗୋଟେ ଜୀବନ୍ତ ପ୍ରେତ ପରିକା ଦେଖାଯାଉଛନ୍ତି। ଗୁଡାଏ ପ୍ଲାଷ୍ଟିକ ସର୍ଜରୀ କରାଯାଇଛି, ନାନା କଥା ସତ୍ୟ ମଧ୍ୟ ତାଙ୍କ ଶରୀର ଏପରି ଭାବରେ ଦଗ୍ଧୀଭୂତ ହେଇଯାଇଛି, ତାଙ୍କର ମୁଖର ଆକୃତି ଫେରୁନି। ତେଣୁ ଏଇ ସମୟରେ ଆମେ ଏଇ ଯୋଉ ଆନନ୍ଦର ଦିନ ପାଳନ କରୁଛେ, ସୂର୍ଯ୍ୟଙ୍କ ଉତ୍ତରାୟଣ ଘଟୁଛି, ଖୁବ ଏକ ସୁନ୍ଦର ଦିନ ଆସୁଛି, ଖୁବ ଖୁସି ମଜାରେ ଆମେ ମେଳା ମହୋତ୍ସବ କରିବା, ଖାଇବା, ପିନ୍ଧିବା, ବୁଲିବା, ଗୁଡ଼ି ଉଡେଇବା, ଆର କିଛି ମାନେ ହିଁ ରହୁନି। ଏତେ ସୁନ୍ଦର ଅନୁପମ ସୃଷ୍ଟି କଣ ଏ ସୃଷ୍ଟିରେ ନାହିଁ? ବିଜ୍ଞାନ ବହୁତ ଦାନ କରିଛି। ଆଜିକାଲିର ଯୋଉ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଆଜିକାଲିର ମୋବାଇଲ, ଏ ସମସ୍ତ କଥା ଆମକୁ ଏକ ସ୍ୱପ୍ନ ରାଜ୍ୟରେ ଆମ ପୃଥିବୀକୁ ପରିଣତ କରିଦେଇଛି। କିନ୍ତୁ ତାହା କେତେ ଦିନ ତିଷ୍ଠିବ? ଯଦି ନଷ୍ଟ୍ରାଡାମସ୍ ଏବଂ ଭେଙ୍ଗାବାଙ୍କ କଥା ସତ ହୁଏ, ତାହେଲେ ତ ଆମର ଏତେ ସ୍ୱପ୍ନକୁ ରାତି କାହିଁ? ସମଗ୍ର ପୃଥିବୀ ଜଳିଯିବ। ଯଦି ଯାହା ହେଇଛି ବର୍ତ୍ତମାନ ପୃଥିବୀରେ, ଯୋଉ ପ୍ରକାର ଉଦ୍ଯାନ ବୋମା, ଯୋଉ ପ୍ରକାର କମ୍ପ୍ୟୁଟର ଦ୍ଵାରା କାଲକୁଲେଟେଡ ହେଇକିରି ଉପଗଳି ଦେଇକି ଯୋଉ ମିଜାଇଲ୍ସ ମାନେ ଯାଇକି ମଣିଷକୁ ଏବଂ ଯାହା ଇଚ୍ଛା କରୁଥିବା ଜିନିଷକୁ କ୍ଷତି କରୁଛନ୍ତି, ଯୋଉ ପ୍ରକାର କରାଯାଇଛି, ସେ କ୍ଷଣିକ ଭିତରେ ପୃଥିବୀକୁ ଶେଷ କରିଦେଇ ପାରିବ, ଦଗ୍ଧ କରିଦେଇ ପାରିବ। ଯେମିତି ସମଗ୍ର ପୃଥିବୀର ଲୋକେ ମରି ପୋଡିକିରି ଗୋଟେ ପିଠା ଫେରା ଭିତରେ ସେ ରହିଯିବେ, ତାଙ୍କର ମୃତଦେହ ରହିଯାଇଥିବ, ଗୋଟେ ବିରାଟ ପିଠା ଫେରା ହେଇ ତରଳିକି ପୃଥିବୀ ରହିଯିବ। ହୁଏତ ଏଭଳି ପ୍ରକାର ମୁଁ ବ୍ୟକ୍ତିଗତ ଭାବରେ କଳ୍ପନା କରୁଛି। କେତେ ବଡ କ୍ଷତି ହେବ? ଏଇ ପୃଥିବୀକୁ ସୃଷ୍ଟି ହେବା ପାଇଁ କେତେ କୋଟି କୋଟି ବର୍ଷ ଲାଗିଥିଲା, କେତେ ଶହ ଶହ କୋଟି ବର୍ଷ ଲାଗିଥିଲା। କଣ ହବ ଆର ଭାଗ୍ୟ? ତେଣୁ ଆମେ ଆସନ୍ତୁ ସେଇ କଥାର ପୁନରାବୃତ୍ତି ନ ହେବା ପାଇଁ ବିଶ୍ୱରେ ଶାନ୍ତି ଯଜ୍ଞ କରିବା, ବିଶ୍ୱର ପ୍ରତି ମଣିଷକୁ ସଚେତନ କରାଇବା ଯେ ଯୋଉ ପଥରେ ଆମର ଯୋଉ ମଣିଷ ପଣିଆ ହଜି ଯାଉଛି, ଆମ ଭିତରେ କ୍ରୋଧ ପ୍ରକାଶ ପାଉଛି, ଆମ ଭିତରେ ଈର୍ଷା, ଦେଶ ଦେଶ ଭିତରେ ଈର୍ଷା, ସେ ଏକଥାକୁ ନ ଯାଉ, ପୃଥିବୀ ବଞ୍ଚି ଯାଉ। ଏଇ ପୃଥିବୀ ଜଣକର ନୁହେଁ, ଏ ଗଣଙ୍କର, ଏ ହଜାର କୋଟି ମଣିଷଙ୍କର। ତାଠୁ କାହିଁ କେତେ ଗୁଣର ଜୀବଜନ୍ତୁଙ୍କର, ତାଠୁ କାହିଁ କେତେ ଗୁଣର ଗଛଲତାଙ୍କର, ନଦନଦୀଙ୍କର। ତେଣୁ ଇଏ ବଞ୍ଚିଯାଉ। ତେଣୁ ଆମେ ଆଜି ସେଇ ଶାନ୍ତିର ବାର୍ତ୍ତାରେ ସମସ୍ତେ ପ୍ରାର୍ଥନା କରିବା, ସବୁ ଜାତି, ଧର୍ମ, ବର୍ଣ୍ଣ ସମସ୍ତଙ୍କ ପାଖରେ, ସମସ୍ତଙ୍କର ଯୋଉ ଇଷ୍ଟ ଦେବ ଅଛନ୍ତି ତାଙ୍କୁ କହିବା, ତମେ ଏ ମଣିଷ ମୁଣ୍ଡରେ ସଦ୍ବୁଦ୍ଧି ଦିଅ, ସେ କୁପଥରେ ନ ଯାଆନ୍ତୁ, ତାଙ୍କ ଭିତରେ ଈର୍ଷା ମରିଯାଉ। ମୁଁ ବର୍ତ୍ତମାନ ଏଇ ଯୋଉ
मोर आज पॉडकास्ट नंबर 11 शीर्षक थिला जो 26 ର 26 यार शेष भाग को आसी मु तो कही आपण मानकू मु दुईटी सब कविता रचना करथाए गोटे ओडिया रे तार एक सेंट्रल आइडिया नहीं गोटे इंग्राजी रे करथाए मु सेटा करिकरी यार समाप्ति करिवि। वर्तमान मोर ओडिया कविता शीर्षक होजी विवश 26। मकर रे सूर्य चकर काटती कर्कट क्रांति को प्रवेश करी गंगा सान पुण्य गुड़ी उड़ा मन सभिए स्मरती श्रीराम हरि पशिलाणी एणे छनका भारी रूस अमेरिका ठाक पकापकी कासिंग उखारे माटी को भारी नस्ट्राडम्स ओ बाबा भेंगा ठार आग भवितव्य खोली खोली की कहे प्रथम द्वितीय विश्वयुद्ध हैला सत कथा आणे मनरे भये चलती 26 साल जे कहूची देखुना विश्व को किमेली प्राय टकरा टकरी उतरा फेरी टकरा टकरी उतरा फेरी मनीष जातिर भाग्य विडंबना केमिति मानव दानव हुए दिय हरि बोल ध्वनि ओमकार ओम शांतिराम अल्लाह ईश्वर विश्व शांति यज्ञ उछुळु मेदिनी दिव्य शक्ति आस उद्धार कर ई दुष्ट मानवे दानवे न समा दान दानवे न साज जे प्रजा तुमको करिछंती राजा तांक प्रति की तुम एई व्यवहार इटी मोर ओडिया कविताटी सरला आसवा इंग्राजी की तार शीर्षक होजी व्हेन पास्ट वन्स टाइम्स गोज ऑन whispering our wit that beg its sharpest insight to sense what does they smell of what shape they think it be might. Nostradamus and Baba Bhenga once for running upcoming 1926. Wild bulls are posed affront with sharp horns to blast progress, throwing into irreparable risks. Hey, it's high time you all living beings pray Almighty to instill into their cracked mind only and only good senses. The culprit shall be seized, stopping to prevail henceforth, stopping to prevail henceforth their cooked wickedness. ଏଇଠି ମୋର ସରିଲା ମୋର ଦୁଇଟି କବିତା ନିଜସ୍ୱ କବିତା ପଢ଼ା ମୁଁ ଶେଷ କରିବି ମୋର ପଡକାଷ୍ଟ ନମ୍ବର 11 26 ର 26 ଆପଣମାନଙ୍କୁ ମୁଁ ମତେ ଆପଣମାନେ ବହୁତ ଭଲ ପାଇବା ଦେଇଛନ୍ତି ପୂର୍ବରୁ ମୁଁ ତ କହିଛି ମୋର ବୈଷୟିକ କାରଣରୁ ଆପଣମାନଙ୍କୁ ଡିଜିଟାଲି ଯାହା ଦେବା କଥା ମୁଁ ଦେଇପାରୁନି ଏଇଠି ତାହା ଦଉଛି କ୍ଷମା କରିବେ ଏବଂ ଯଦି ଏଇ ପଡକାଷ୍ଟ ନମ୍ବରରେ ମୁଁ ମୋର ଶାନ୍ତି ବାର୍ତ୍ତା ଯାହା ଆପଣମାନଙ୍କୁ ଶୁଣେଇଛି ଯଦି ଆପଣଙ୍କୁ ଭଲ ଲାଗେ ତାର ସବସ୍କ୍ରାଇବ କରିବେ ଲାଇକ୍ କରିବେ ସବସ୍କ୍ରାଇବ କରିବେ ଏବଂ ଆପଣମାନଙ୍କ ସାଙ୍ଗସାଥୀକୁ ସେୟାର କରିବେ ମୁଁ ଏତିକି କହି ରହୁଛି ଜୟ ଜଗନ୍ନାଥ।